शुभ सकाळ पिलाମାନେ କେମିତି ଅଛ ସବୁ ଭଲ ଅଛ ତ? ହଁ ହଁ ମୁଁ ବଢ଼ିଆ ଅଛି ବିନ୍ଦାସ। ଆଚ୍ଛା କ'ଣ କରିବା କହିଲ? ତମମାନେ ମୋତେ ସବୁବେଳେ କୁହ ସାର୍ ଆପଣ ତ ମୁଁ ପଢ଼ାଉଛନ୍ତି ହେଲେ ଗପ ଗୀତ ଖେଳ କିଛି ବି କରୁନାହାନ୍ତି। ହେଲେ ମୁଁ କରାଏ। ଆମେ ପାଠକୁ ବି ଦେଖିବା, ଖେଳ ଗୀତ ସବୁକୁ ଦେଖିବା, ଠିକ୍ ଅଛି? ତ ଚାଲ ଆଜି ତମମାନଙ୍କ କଥା ମୁଁ ରଖିଲି। ଆଜି ପ୍ରଥମେ ଗୋଟେ ଗପଟେ ଶୁଣିବା, ଠିକ୍ ଅଛି? ଗପ ଶୁଣିବା ତାପରେ ପାଠକୁ ଯିବା। କ'ଣ କହୁଛ? ସବୁ ଖୁସି ତ? ଆରେ ଖୁସି ତ ସମସ୍ତେ? ଠିକ୍ ଅଛି, ଚାଲ ମୁଁ ଗପଟେ ଆରମ୍ଭ କରିବି। ଓକେ, ଠିକ୍ ଅଛି ପିଲାମାନେ, ଆଜି ଆମେ ତୃତୀୟ ଶ୍ରେଣୀ ଗଣିତ ବହିର ନାମରେ ଅକ୍ଷର ସଂଖ୍ୟା ପ୍ରସଙ୍ଗଟିକୁ ଆଲୋଚନା କରିବା ଏବଂ କିଛି ପ୍ରଶ୍ନ ଉତ୍ତର ମଧ୍ୟ ଆଲୋଚନା କରିବା। ଠିକ୍ ଅଛି, ଚାଲ ବର୍ତ୍ତମାନ ଗୋଟେ ଗପ ଶୁଣିବା। ଠିକ୍ ଅଛି, ତ ଦେଖ ଗୋଟେ ଚିତ୍ର। ଏଇ ଚିତ୍ରରେ ଚାରିଟା ପିଲା କ'ଣ କରୁଛନ୍ତି? ଖେଳୁଛନ୍ତି। କିଏ କିଏ? ରମେଶ, ରାଧା, ନୀଳମାଧବ, ଚାରୁଲତା। ସେମାନେ ପିଲାବେଳୁ ସାଙ୍ଗ। ଯେମିତି ତମେମାନେ ବିଦ୍ୟାଳୟକୁ ସାଙ୍ଗସାଥି ହେଇ ଆସୁଛ, ପାଠ ପଢୁଛ, ଖେଳୁଛ, ସେମାନେ ମଧ୍ୟ ସେମିତି ପିଲାବେଳୁ ସାଙ୍ଗ। ସେମାନେ ଏକାଠି ବସନ୍ତି, ଏକାଠି ଖେଳନ୍ତି, ଏକାଠି ପଢନ୍ତି। ଠିକ୍ ଅଛି, ତ ସେମାନେ ଗ୍ରୀଷ୍ମ ଋତୁରେ, ମାନେ ଯୋଉ ଗ୍ରୀଷ୍ମ ଛୁଟି ଆମକୁ ମିଳେ, ସେମାନେ ତାଙ୍କ ଗାଁ ନିକଟରେ ଏକ ବଗିଚା ଅଛି। ସେଇ ବଗିଚାରେ ଆମ୍ବ ଗଛ, ପିଜୁଳି ଗଛ ଅଛି। ତ ସେମାନେ କ'ଣ କରୁଛନ୍ତି? ସେଇ ବଗିଚାରୁ ଆମ୍ବ ଆଉ ପିଜୁଳି ତୋଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତାପରେ ସେମାନେ କ'ଣ କରୁଛନ୍ତି? ସେମାନେ ଚିନ୍ତା କରୁଛନ୍ତି ଯେ ଆମେ ଦୁଇଟି ଦଳ ଗଠନ କରିବା ଏବଂ ସେଇ ଦଳ ମଧ୍ୟରୁ ପ୍ରଥମ ଦଳରେ ଦଳପତି ସିଏ ହବ ଯାହାର ନାମଟି ଲମ୍ବା, ଅର୍ଥାତ୍ ତାରି ନାମରେ ଅଧିକ ଅକ୍ଷର ଥିବ, ଏବଂ ସବୁଠାରୁ ଛୋଟ ନାମ ବା ସବୁଠାରୁ କମ୍ ଅକ୍ଷର ଥିବା ନାମ ଦ୍ୱିତୀୟ ଦଳର ଦଳପତି ହେବ। ଠିକ୍ ଅଛି, ଶୁଣିଲ ଗପଟି। ଏବଂ ବର୍ତ୍ତମାନ ଆମେ କ'ଣ କରିବା? ମୁଁ କିଛି ପ୍ରଶ୍ନ ରଖିଛି, ଦେଖିବା ତମମାନେ କହିପାରୁଛ ନା ନାହିଁ। ଠିକ୍ ଅଛି, ଦେଖିବା। ପ୍ରଥମ ପ୍ରଶ୍ନଟି, ପ୍ରଥମ ଦଳର ଦଳପତିର ନାମ କ'ଣ? ମୁଁ ଗପ କହିଲି, ଗପରେ ଚାରିଟା ପିଲା ଥିଲେ, ସେ ଚାରିଟା ପିଲାଙ୍କ ନାମ ମଧ୍ୟ କହିଲି। ଏବେ ତମେମାନେ କୁହ, ପ୍ରଥମ ଦଳର ଦଳପତି କିଏ ହୋଇଥିବ? କାହାର ନାମଟି ଲମ୍ବା, କାହାର ନାମରେ ଅଧିକ ଅକ୍ଷର ଅଛି? କୁହ ଦେଖିବା, କିଏ କହିପାରୁଛ? କହିଲ। ଆଚ୍ଛା, ନୀଳମାଧବ। ହଁ, ଠିକ୍ ଉତ୍ତର। ନୀଳମାଧବ ଠିକ୍ ଉତ୍ତର। ଆଚ୍ଛା, ନୀଳମାଧବ ନାମରେ ଅକ୍ଷର ସଂଖ୍ୟା କେତେ? କିଏ କହିପାରିବ ଦେଖିବା? କହିଲ। ହଁ, ଠିକ୍ କହିଛ। ମୁଁ ଏବେ କହୁଛି, ଦେଖ। ନୀଳମାଧବ। ନୀଳମାଧବ କେତୋଟି ଅକ୍ଷର ହେଲା ରେ? 5ଟି ଅକ୍ଷର। ବୁଝିଲ? ତ ନୀଳମାଧବରେ 5ଟି ଅକ୍ଷର ଅଛି। ବର୍ତ୍ତମାନ ତୃତୀୟ ପ୍ରଶ୍ନ, ଦ୍ୱିତୀୟ ଦଳର ଦଳପତିର ନାମ କ'ଣ? ମୁଁ କହିଲି ନା, ଦ୍ୱିତୀୟ ଦଳର ଦଳପତି ସିଏ ହବ ଯାହାର ନାମଟି ଛୋଟ, ମାନେ ସେଇ ନାମରେ ଅଳ୍ପ, ମାନେ କମ୍ ଅକ୍ଷର ଥିବ। ତ ଏବେ କହିଲ, ତୃତୀୟ ଦଳର ଦଳପତି କିଏ ହୋଇଥିବ? ଦେଖିବା, କିଏ କହୁଛ? ଜଲ୍ଦି ଟିକେ କୁହ ଦେଖିବା। ଠିକ୍ ଉତ୍ତର। ଉତ୍ତର ହେଲା ରାଧା। ଆଚ୍ଛା, କହିପାରୁଛ ତାହେଲେ? ଆଉ ଦେଖିବା ଚତୁର୍ଥ ପ୍ରଶ୍ନ କ'ଣ? ରାଧା ନାମରେ ଅକ୍ଷର ସଂଖ୍ୟା କେତେ? ଗଣିକି କହିଲ ରେ, ରାଧାରେ କେତୋଟି ଅକ୍ଷର ଅଛି? ହଁ, କିଏ କହିଲ? ବହୁତ ବଢିଆ। ବାଃ, ତମେ ତ କହିପାରୁଛ। ରାଧା ତ 2ଟି ଅକ୍ଷର ଅଛି। ଠିକ୍ ଅଛି, ଦେଖିବା ଏବେ କାହାର ନାମ ଲମ୍ବା? ମନମୋହନ ଓ ଅଂଶୁମାନ, କାହାର ନାମ ଲମ୍ବା? ଠିକ୍ ଅଛି, କୁହ ଦେଖିବା, କିଏ କହିପାରୁଛ? ବାଃ, ବହୁତ ବଢିଆ। ଉତ୍ତର ହେଉଛି ମନମୋହନ। କେମିତି ହେଲା ଜାଣିବା। ଠିକ୍ ଅଛି, ଦେଖ ଏବେ।
ন, ମୋ, ଅ, ନ। କେତୋଟି ଅକ୍ଷର ହେଲା? 5ଟି ଅକ୍ଷର। ଠିକ ଅଛି। ବର୍ତ୍ତମାନ ଦେଖିବା ଅଂଶୁମାନ। ଅ, ସୁ, ମା, ନ। ଅଂଶୁମାନ କେତୋଟି ଅକ୍ଷର ହେଲା? 4ଟି ଅକ୍ଷର। ଠିକ ଅଛି। ତାହେଲେ ଆମେ ଜାଣିଲେ କଣ? ମନମୋହନ ହେଉଛି ଲମ୍ବା। ଠିକ ଅଛି। ପିଲାମାନେ ଗୋଟେ ଚିତ୍ର ଦେଖ ଏବେ। ଠିକ ଅଛି। এই ଚିତ୍ର ଦେଖ ଏବଂ କିଛି ପ୍ରଶ୍ନ ମଧ୍ୟ ପଚାରିବି, ତାର ଉତ୍ତର ଦବ। ଠିକ ଅଛି। ଦେଖିଲ ଚିତ୍ରରେ କଣ ଦେଖୁଛ? ଠିକ କହିଛ। ବିଦ୍ୟାଳୟ ବାହାରେ ପିଲାମାନେ ଖେଳୁଛନ୍ତି। ଠିକ ଅଛି। ଦେଖ ପିଲାମାନଙ୍କ ଉପରେ ନାମ ଲେଖା ହେଇଛି ନା ନାହିଁ? ରବୀନ୍ଦ୍ର, ରୀନା, ଅନିତା, ମିତାଲି ଏମିତି ସବୁ ଲେଖା ଅଛି। ତ ବର୍ତ୍ତମାନ ପ୍ରଶ୍ନ ଦେଖିବା। ଠିକ ଅଛି। ସବୁଠାରୁ ଲମ୍ବା ନାମ ଥିବା ଶିକ୍ଷାର୍ଥୀ କିଏ କହିଲ ଦେଖିବା? କାହାର ନାମ ଲମ୍ବା? ବହୁତ ବଢିଆ। ଠିକ ଉତ୍ତର। ହରପ୍ରସାଦ ଆଉ ଗୋଟେ ହେଲା କମଳକାନ୍ତ। ଠିକ ଅଛି। ଦ୍ୱିତୀୟ ପ୍ରଶ୍ନ, ସବୁଠାରୁ ଛୋଟ ନାମ ଥିବା ଶିକ୍ଷାର୍ଥୀ କିଏ କୁହ ତ ଦେଖିବା? ବହୁତ ବଢିଆ। ଲତା ଆଉ ଗୋଟେ ହେଲା ରୀନା। ତୃତୀୟ ପ୍ରଶ୍ନ, ର ଅକ୍ଷରରୁ ଆରମ୍ଭ ହୋଇଥିବା ସମସ୍ତ ନାମ ଗୁଡ଼ିକୁ ଗଣି କୁହ। କୁହ ଦେଖିବା କେତେ ହଉଛି? ସଠିକ ଉତ୍ତର 3। ରବୀନ୍ଦ୍ର, ରୀନା, ରଘୁନାଥ। ଠିକ ଅଛି। ରବୀନ୍ଦ୍ରର ଆଗ ଅକ୍ଷର ଦେଖିଲ ର, ରୀନାର ମଧ୍ୟ ର, ରଘୁନାଥରେ ମଧ୍ୟ ର। ଠିକ ଅଛି। ବର୍ତ୍ତମାନ ଯିବା ଚତୁର୍ଥ ପ୍ରଶ୍ନ, ଶେଷ ଅକ୍ଷର ସମାନ ଥିବା ନାମର ସଂଖ୍ୟା ଗଣି କୁହ। କୁହ ଦେଖିବା? ଉତ୍ତର ହେଲା 2। ଲତା ଆଉ ଗୋଟେ ହେଲା ଅନିତା। ଠିକ ଅଛି। ଲତାରେ ଦେଖ ଶେଷକୁ ତା ଅଛି ଏବଂ ଅନିତାରେ ମଧ୍ୟ ତା ଅଛି। ଠିକ ଅଛି। ଆଗକୁ ଯିବା। ପାର୍ଶ୍ୱସ୍ଥ ଚିତ୍ରରେ ଥିବା ସ୍ଥାନର ନାମକୁ ଦେଖି ନିମ୍ନ ପ୍ରଶ୍ନର ଉତ୍ତର ଦିଅ। ଦେଖିଲରେ ଏଠି କିଛି ସ୍ଥାନର ନାମ ଦେଖଉଛି ନା? ବୀର ପୁରୁଷୋତ୍ତମପୁର, ଇବ୍, ରାଜ ଆଠଗଡ଼, ଗୁଢିଆଳି, ବୀର ନରସିଂହପୁର, ଶଙ୍କରା, ବୀରମିତ୍ରପୁର, ଭୁବନ। ଏମିତି ସବୁ ସ୍ଥାନର ନାମ ତମମାନେ ଦେଖିପାରୁଥିବ। ତ ବର୍ତ୍ତମାନ ଦେଖିବା ପ୍ରଶ୍ନଟି କଣ? ଆଚ୍ଛା, ପ୍ରଥମ ପ୍ରଶ୍ନ, ସବୁଠାରୁ ଲମ୍ବା ନାମ ଥିବା ସ୍ଥାନଟି କେଉଁଠି? କୁହ ଦେଖିବା ସବୁଠାରୁ ଲମ୍ବା ନାମ ଥିବା ସ୍ଥାନଟି କେଉଁଠି? ଆଚ୍ଛା, କିଏ କହିପାରୁଛ ଦେଖିବା? ବହୁତ ବଢିଆ। ଖୁବ ସୁନ୍ଦର ଉତ୍ତର। କଣ ହବ ଆନ୍ସର? ବୀର ପୁରୁଷୋତ୍ତମପୁର। ଠିକ ଅଛି। ଆଚ୍ଛା, ଏବେ କୁହ 3ଟି ଅକ୍ଷର ଥିବା ସ୍ଥାନ ମାନଙ୍କର ନାମ ଗଣି କୁହ। କେଉଁ ସ୍ଥାନଟି 3 ଅକ୍ଷର ବିଶିଷ୍ଟ? କହିଲେ ଦେଖିବା କେତୋଟି ସେମିତି ସ୍ଥାନ ବାହାରୁଛି? କିଏ କହିବ ଦେଖିବା? ଜଲ୍ଦି କିଏ କହିପାରିବ? ବହୁତ ବଢିଆ। ବାଃ, 2ଟି। ଗୋଟେ ହେଲା ଭୁବନ ଆଉ ଗୋଟେ ହେଲା ଶଙ୍କରା। ବାଃ, ତମେ ତ ବଢିଆ କହୁଛ ରେ, ସୁନା ପିଲା ଗୁଡା। ଆଚ୍ଛା, ତୃତୀୟ ପ୍ରଶ୍ନ, ପ୍ରଥମ ଅକ୍ଷର ସମାନ ଥିବା ସମସ୍ତ ସ୍ଥାନର ନାମ କୁହ। ଏଭଳି ସ୍ଥାନର ନାମ କୁହ ଯାହାକି ପ୍ରଥମ ଅକ୍ଷରଟି ସମାନ। ଦେଖିବା କିଏ କହିପାରୁଛ ରେ? କୁହ ଦେଖିବା। ସୁନା ପିଲାଗୁଡା ସବୁ କହିପାରୁଛନ୍ତି ଆଉ। ହଉ, ଦେଖିବା ଉତ୍ତରଟି। ବହୁତ ବଢିଆ। ବୀର ପୁରୁଷୋତ୍ତମପୁର, ବୀର ନରସିଂହପୁର, ବୀରମିତ୍ରପୁର। ଠିକ ଅଛି। ଏଇ 3ଟି ସ୍ଥାନର ପ୍ରଥମ ଅକ୍ଷରଟି ସମାନ। ଠିକ ଅଛି। ଏବେ ଚତୁର୍ଥ ପ୍ରଶ୍ନ, ସବୁଠାରୁ ଛୋଟ ନାମ ଥିବା ସ୍ଥାନଟି କେଉଁଠି? ଉତ୍ତରଟି ହେଲା ଇବ୍। ଠିକ ଅଛି। ଜାଣିଲେ ଆମେ। ବର୍ତ୍ତମାନ ଗୋଟେ ଚିତ୍ର ଦେଖିବା। ଦେଖିଲ ଏଇଟା କେଉଁ ଚିତ୍ର? ଏଇଟା ହଉଛି ଇନ୍ଦ୍ରଧନୁ। ଠିକ ଅଛି। 11ଟି ରଙ୍ଗ ଦେଖ, ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ, ଘନ ନୀଳ ଆଉ ଗୋଟେ ହେଲା ବାଇଗଣୀ। ବର୍ତ୍ତମାନ କିଛି ପ୍ରଶ୍ନ ଦେଖିବା। ଇନ୍ଦ୍ରଧନୁରେ ଥିବା ରଙ୍ଗ ଗୁଡିକ ମଧ୍ୟରୁ କେଉଁ ରଙ୍ଗର ନାମ ଗୁଡିକ ଲମ୍ବା? କୁହ ଦେଖିବା କିଏ କହିପାରୁଛ? ଠିକ ଉତ୍ତର ହଉଛି ବାଇଗଣୀ, ଘନ ନୀଳ ଏବଂ ହଳଦିଆ। କାହିଁକି ନା ଏହା 4ଟି ଅକ୍ଷର ବିଶିଷ୍ଟ। ବାଇଗଣୀ, ବାଇଗଣୀ, ଘନ ନୀଳ, ଘନ ନୀଳ। 4ଟି ଅକ୍ଷର ନା ନାହିଁ ରେ? ତ ଏଇଟା ଲମ୍ବା ହେଲା। ଠିକ ଅଛି। 2 ନମ୍ବର ପ୍ରଶ୍ନ, ଇନ୍ଦ୍ରଧନୁରେ ଥିବା ରଙ୍ଗ ଗୁଡିକ ମଧ୍ୟରୁ କେଉଁ ରଙ୍ଗର ନାମ ଗୁଡିକ ଛୋଟ?
को देखिबा कि कहि परछ ठीक उत्तर नील आउ लाल। देखिबा तृतीय प्रश्न इंद्रधनुरे 3टी अक्षर विशिष्ट रंग गुड़िकर नाम कौन? को देखिबा चित्र देखि कुह कि कहि परछ बहुत बढ़िया ठीक उत्तर ହେଲା नारंगी ଆଉ ହେଲା ସବୁଜ। ଠିକ ଅଛି। ଦେଖିବା ଚତୁର୍ଥ ପ୍ରଶ୍ନ इंद्रधनुरे शेष अक्षर समान थिबा रंगर संख्या गणी कुह। केतोटी हे परिबो कुह देखिबा ठीक उत्तर 2। ठीक अछि। तो कौन कौन हबो घ न नीଳ ଆଉ ଗୋଟେ नीଳ। ठीक अछि। ଦେଖିଲ ଶେଷ ଅକ୍ଷରଟି କଣ ରେ ଳ। ନୀଳରେ ଶେଷ ଅକ୍ଷର କଣ ଦେଖ ଳ। ଠିକ ଅଛି। ଆଚ୍ଛା ତାହେଲେ ଆଜି ଆମେ କଣ କଣ ଶିଖିଲେ ନାମରେ କେତୋଟି ଅକ୍ଷର ଅଛି ଜାଣିଲେ ନା ନାଇଁ। ଆଚ୍ଛା ଆଉ କଣ ଜାଣିଲେ ଅକ୍ଷର ସଂଖ୍ୟାକୁ ଗଣି ଲମ୍ବା ଓ ଛୋଟ ନାମ ଚିହ୍ନଟ କଲେ। ଠିକ ଅଛି। ଆଜି ଆମେ ଏଇ ସବୁ ଜିନିଷ ଜାଣିଲେ। ବର୍ତ୍ତମାନ ପିଲାମାନେ ତୁମମାନଙ୍କ ପାଇଁ କିଛି ପ୍ରଶ୍ନ ଦେଖିବା। ପ୍ରଥମ ପ୍ରଶ୍ନଟି କଣ ଅଛି ମହାନଦୀ ନାମରେ ଡ୍ୟାଶଟି ଅକ୍ଷର ଅଛି। କୋ ଦେଖିବା କିଏ କହିପାରୁଛ ରେ ବହୁତ ବଢିଆ उत्तर ହେଉଛି 4। ଠିକ ଅଛି। ବହୁତ ବଢିଆ। ଦେଖିବା ଦ୍ୱିତୀୟ ପ୍ରଶ୍ନ ବୁଢା ବଳଙ୍ଗ ଏବଂ ବୈତରଣୀ ନଦୀ ମଧ୍ୟରେ କେଉଁ ନଦୀର ନାମ ଲମ୍ବା ଅଟେ? ଦେଖିବା କିଏ କହିପାରୁଛ ବହୁତ ବଢିଆ ଠିକ उत्तर ବୁଢା ବଳଙ୍ଗ। ଦେଖିବା ତୃତୀୟ ପ୍ରଶ୍ନ କଳାପଟା ଓ ଚକ୍ ମଧ୍ୟରେ କେଉଁ ଜିନିଷର ନାମ ଛୋଟ ଅଟେ? ଦେଖିବା କହିଲ ଦେଖିବା କି କହିପାରୁଛ ବହୁତ ବଢିଆ ଠିକ उत्तर ହେଲା ଚକ୍। ଦେଖିବା ଚତୁର୍ଥ ପ୍ରଶ୍ନ କଦଳୀ ଯେମିତି 3ଟି ଅକ୍ଷର ସେହିପରି ଅମୃତଭଣ୍ଡା ଡ୍ୟାଶଟି ଅକ୍ଷର। କୋ ଦେଖିବା ବହୁତ ବଢିଆ ସାବାସ 5। ଠିକ ଅଛି 5ଟି ଅକ୍ଷର। ଦେଖିବା ପଞ୍ଚମ ପ୍ରଶ୍ନ କଣ ଦେଇଛି ବ ଅକ୍ଷରରୁ ଆରମ୍ଭ ହେଉଥିବା 4ଟି ଅକ୍ଷର ବିଶିଷ୍ଟ ଓଡ଼ିଶାର ଗୋଟିଏ ଜିଲ୍ଲାର ନାମ କୁହ। ଦେଖିବା କିଏ କହିପାରୁଛ ବହୁତ ବଢିଆ ବରଗଡ଼ ଆଉ ସେମିତି ବାଲେଶ୍ୱର ବଲାଙ୍ଗୀର ମଧ୍ୟ ହୋଇପାରିବ। ଠିକ ଅଛି। ହଉ ଆଗକୁ ଯିବା ପିଲେ ଆଜି ପାଇଁ ଏତିକି। ସମସ୍ତେ ମୋ କଥାକୁ ଧୈର୍ଯ୍ୟର ସହିତ ଶୁଣିଥିବାରୁ ସମସ୍ତଙ୍କୁ ଅଶେଷ ଧନ୍ୟବାଦ ରହୁଛି। ଖୁସିରେ ଶିଖିବା ସମସ୍ତଙ୍କର ଅଧିକାର। ନମସ୍କାର।